ଆପଣ ଗୋଟିଏ ଧାଡିରେ ଉତ୍ତର ଦିଅନ୍ତୁ, ଗୋଟିଏ ଧାଡିରେ ମାତ୍ର। କେତେବେଳେ ଆଇବ ଆପଣା ମୁଖ ଟେକିବ ଏବଂ ସୁସ୍ଥିର ହୋଇ ଭୟ କରିବ ନାହିଁ। ଆଉ ଥରେ ପଢି ଦଉଛି, କେତେବେଳେ ଆଇବ ଆପଣା ମୁଖ ଟେକିବ ଏବଂ ସୁସ୍ଥିର ହୋଇ ଭୟ କରିବ ନାହିଁ। ଉତ୍ତର ହେଉଛି, ଯେବେ ତାହା ହସ୍ତରୁ ଅଧର୍ମ ଦୂର କରିବ ଏବଂ ତାର ତମ୍ବୁରେ ଅଧର୍ମ ବାସ କରିବ ନାହିଁ। ଆଇବ ପୁସ୍ତକ 11 ଅଧ୍ୟାୟ 14-15। କିଏ ଅଧର୍ମକୁ ଟିପ୍ପଣୀ କରନ୍ତି? କିଏ ଅଧର୍ମକୁ ଟିପ୍ପଣୀ? ଭୁଲ ଅଛି। କିଏ ଅଧର୍ମକୁ ଟିପ୍ପଣୀ କରନ୍ତି? ସଦାପ୍ରଭୁ। ଆଇବ ପୁସ୍ତକ 11 ପଦ। ମନୁଷ୍ୟ କିପରି ଜାତ ହୁଏ? ଦୁଃଖରେ, ଗର୍ଦ୍ଧବ ଶାବକ ତୁଲ୍ୟ। ହଁ, ଠିକ। ବନ୍ୟ ଗର୍ଦ୍ଧବ ଶାବକ ତୁଲ୍ୟ ମନୁଷ୍ୟ ଜାତ ହୁଏ। ଭାଇ ଠିକ କହିଛନ୍ତି। ମନୁଷ୍ୟ ଆଶାର ପରିଣାମ କଣ? ମନୁଷ୍ୟ ଆଶାର ପରିଣାମ କଣ? ଉତ୍ତର ହେଲା, ତାହା ପାତାଳର ଅର୍ଗଳ ଆଡକୁ ଓହ୍ଲାଇ ବିନାଶ ହେବ। ଆୟୁବ 17 ଅଧ୍ୟାୟ 15-16 ପଦ। ମନୁଷ୍ୟର ଆଶା ଈଶ୍ୱରଙ୍କ ଜ୍ଞାନକୁ କି ପ୍ରକାର ଆୟୁବ ପ୍ରକାଶ କରନ୍ତି? ଈଶ୍ୱରଙ୍କ ଜ୍ଞାନକୁ କି ପ୍ରକାର ଆୟୁବ ପ୍ରକାଶ କରନ୍ତି? ସଦାପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ, କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି। ଆଚ୍ଛା, ସେଟା ବି ଠିକ ହେଇପାରେ, କିନ୍ତୁ ଆମେ ଯୋଉ ପୋର୍ସନ ଟା ନେଇଛୁ, ଯୋଉ ଅଂଶ, ସେଇଥିରେ ଲେଖା ଅଛି, ତାହା ଆକାଶ ତୁଲ୍ୟ ଉଚ୍ଚ ଓ ପାତାଳ ଠାରୁ ଗଭୀର। ଈଶ୍ୱରଙ୍କର ଜ୍ଞାନ ଆକାଶ ତୁଲ୍ୟ ଉଚ୍ଚ ଓ ପାତାଳ ଠାରୁ ଗଭୀର। ଆୟୁବ 11 ପର୍ବ 8 ପଦ। ଏବେ ଆପଣଙ୍କର ମନ୍ତବ୍ୟ ଦିଅନ୍ତୁ। ସଂକ୍ଷେପରେ ଆପଣଙ୍କର ମନ୍ତବ୍ୟ ଦିଅନ୍ତୁ। ମୋର ବୁଦ୍ଧି ବିଶିଷ୍ଟ ଆତ୍ମା କେତେବେଳେ ମତେ ଉତ୍ତର ଦିଏ? ମୋର ବୁଦ୍ଧି ବିଶିଷ୍ଟ ଆତ୍ମା କେତେବେଳେ ମତେ ଉତ୍ତର ଦିଏ? ରାତ୍ରି କାଳରେ। ଆଚ୍ଛା, ଉତ୍ତର ହଉଛି, ମୋ ପ୍ରତି ଯେଉଁ ଅନୁଯୋଗ ମୁଁ ଶୁଣେ। ଉତ୍ତର ହଉଛି, ମୋ ପ୍ରତି ଯେଉଁ ଅନୁଯୋଗ ମୁଁ ଶୁଣେ, ମୋର ବୁଦ୍ଧି ବିଶିଷ୍ଟ ଆତ୍ମା ମତେ ଉତ୍ତର ଦିଏ। ଆୟୁବ 20 ପର୍ବ 3 ପଦ। ଆମେ 10-20 ମଧ୍ୟରେ ବା 11 ପର୍ବରୁ 20 ପର୍ବ ମଧ୍ୟରେ ଆମେ ପ୍ରଶ୍ନ କରୁଛୁ। କାହାର ଅନ୍ୱେଷଣ କରି ଆପଣ ପଚାରନ୍ତି ସେ କାହିଁ? କାହାର ଅନ୍ୱେଷଣ କରି ଆପଣ ପଚାରନ୍ତି ସେ କାହିଁ? ଉତ୍ତର ହେଲା, ଦୁଷ୍ଟର ଅନ୍ୱେଷଣ କରି ଆମେ ପଚାରନ୍ତି ସେ ଗଲା କୁଆଡେ, ସେ କାହିଁ? ଆୟୁବ 20 ପର୍ବ 7 ପଦ। କିଏ ନିଜର ଚରଣ ଦ୍ୱାରା ଜାଲରେ ପଡେ ଓ ଫାନ୍ଦ ଉପରେ ଗମନାଗମନ କରେ? ଦୁଷ୍ଟ। କରେକ୍ଟ, ଏକଦମ କରେକ୍ଟ। ଆୟୁବ 18-8 ପଦ। ଆୟୁବର ଚକ୍ଷୁ କାହିଁକି କ୍ଷୀଣ ହେଉଛି ଏବଂ ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି? ଆୟୁବଙ୍କର ଚକ୍ଷୁ କାହିଁକି କ୍ଷୀଣ ହୋଇଛି ଏବଂ ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି? ଦୁଃଖ ସକାଶେ।
ଆୟୁବ 17:7 ଦୁଃଖ ସକାଶୁ ତାଙ୍କର ଚକ୍ଷୁ କ୍ଷୀଣ ହେଇଯାଉଛି। ଓକେ, ମନୁଷ୍ୟ ଭୟ ଦୂର କରି ପରମେଶ୍ୱରଙ୍କ ସାକ୍ଷାତରେ ଭକ୍ତି କ୍ଷୀଣ କରେ କାହିଁକି? ମନୁଷ୍ୟ ଭୟ ଦୂର କରି ପରମେଶ୍ୱରଙ୍କ ସାକ୍ଷାତରେ ଭକ୍ତି କ୍ଷୀଣ କରେ କାହିଁକି? କାରଣ ମନୁଷ୍ୟର ଅପରାଧ ତାର ମୁଖକୁ ଶିଖାଉଅଛି ଏବଂ ସେ ଧୂର୍ତ୍ତର ଜିହ୍ୱା ପରି ପରମେଶ୍ୱରଙ୍କ ପ୍ରତି ଭକ୍ତି କ୍ଷୀଣ କରୁଅଛି। ଆୟୁବ 15:4-5 ପଦ। ଆୟୁବଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ବିଷୟରେ ସୋଫର କଣ ମନ୍ତବ୍ୟ ଦେଇଛନ୍ତି? ଆୟୁବଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ବିଷୟରେ ସୋଫର କଣ ମନ୍ତବ୍ୟ ଦେଇଛନ୍ତି? ସୋଫର ହଉଛନ୍ତି ତାଙ୍କ ବନ୍ଧୁ। ସୋଫର କୁହନ୍ତି ପରମେଶ୍ୱର ଆୟୁବଙ୍କ ଅପରାଧ ପ୍ରତି ଉଣା ଦଣ୍ଡ ଦେଇଛନ୍ତି। ଉଣା ଦଣ୍ଡ, କମ ଦଣ୍ଡ ଦେଇଛନ୍ତି। ଆୟୁବ 11:6 ପଦ। ମନୁଷ୍ୟ ଆପଣା ଆୟୁର ସୀମା କାହିଁକି ଲଙ୍ଘନ କରିପାରେ ନାହିଁ? ମନୁଷ୍ୟ ଆପଣା ଆୟୁର ସୀମା କାହିଁକି ଲଙ୍ଘନ କରିପାରେ ନାହିଁ? ଉତ୍ତର ହେଲା ତାହାର ଦିନ ସବୁ ସ୍ଥିରୀକୃତ ଓ ତାର ସୀମା ଈଶ୍ୱର ନିରୂପଣ କରିଛନ୍ତି। ଆଉ ଥରେ ଉତ୍ତରଟା କରୁଛି, ତାହାର ଦିନ ସବୁ ସ୍ଥିରୀକୃତ ଓ ତାର ସୀମା ଈଶ୍ୱର ନିରୂପଣ କରିଅଛନ୍ତି। ଆୟୁବ 14:5 ପଦ। ଆୟୁବଙ୍କ ଚକ୍ଷୁପତା ଉପରେ କଣ ଅଛି? ମୃତ୍ୟୁର ତ୍ରାସ। ହଁ, ଠିକ ଅଛି, ଏଟା କରେକ୍ଟ ଉତ୍ତର। ମୃତ୍ୟୁ ଛାୟା। ଆୟୁବ 16:16। ମନୁଷ୍ୟର ଆଶା ଈଶ୍ୱର କିପରି ନାଶ କରନ୍ତି? ମନୁଷ୍ୟର ଆଶା ଈଶ୍ୱର କିପରି ନାଶ କରନ୍ତି ବା ବିନାଶ କରନ୍ତି? ବର୍ତ୍ତମାନ ସେଟା ଚାଲିଛି, ବର୍ତ୍ତମାନ ପକ୍ଷରେ ସେଟା ଚାଲିଛି। ଉତ୍ତର ହଉଛି ଜଳ ଦ୍ୱାରା। ଜଳ ଯେପରି ପ୍ରସ୍ତରକୁ କ୍ଷୟ କରେ ଓ ଜଳର ପ୍ଲାବନ ପୃଥିବୀର ଧୂଳି ଧୋଇ ନିଏ। ଆୟୁବ 14:11। ଓଡ଼ିଶାରେ ଆଜି ସେୟା ହେଇଛି। ଶୟତାନ ଆୟୁବଙ୍କ ଜୀବନରେ ବିପର୍ଯ୍ୟୟ ଆଣିବାରୁ ଜ୍ଞାତି ମାନଙ୍କର ପ୍ରତିଜ୍ଞା କଣ ହେଲା? ଶୟତାନ ଆୟୁବଙ୍କ ଜୀବନରେ ବିପର୍ଯ୍ୟୟ ଆଣିବାରୁ ଜ୍ଞାତି ମାନଙ୍କର ପ୍ରତିକ୍ରିୟା କଣ ହେଲା? ତାଙ୍କର ଜ୍ଞାତି ମାନେ ଆୟୁବଙ୍କ ଠାରୁ ଦୂର ହେଲେ ଓ ତାଙ୍କୁ ଚିହ୍ନିଲେ ନାହିଁ। ଜ୍ଞାତି ମାନେ ତାଙ୍କର ସମ୍ପର୍କୀୟ ଲୋକମାନେ ଆୟୁବଙ୍କୁ ଜୀବନରେ କଣ ହେଲା? ଦୂର ହେଇଗଲେ ସେମାନେ, ଆଉ ତାଙ୍କୁ ଚିହ୍ନିଲେ ନାହିଁ। ଯୋଉ ପ୍ରକାର ଅସୁବିଧା ବା ବିପର୍ଯ୍ୟୟ ଶୟତାନ ଆୟୁବକୁ କଲା। ଓକେ, ବର୍ତ୍ତମାନ ଆମର ଗୋଟିଏ ପ୍ରଶ୍ନର 4ଟା ଉତ୍ତର, ମଲ୍ଟିପୁଲ ଚଏସ୍। ଆପଣ ସଠିକ ଉତ୍ତରଟି ଦେବେ। ବିଶ୍ୱାସ ଉପରେ ଆୟୁବଙ୍କର ପ୍ରସିଦ୍ଧ ବିବୃତି କଣ? ମନ ଦେଇ ଶୁଣନ୍ତୁ। ବିଶ୍ୱାସ ଉପରେ ଆୟୁବଙ୍କର ପ୍ରସିଦ୍ଧ ବିବୃତି କଣ? ଈଶ୍ୱର ଦେଲେ, ଈଶ୍ୱର ନେଲେ। ଖ ସେ ମତେ ବଦ୍ଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି। ମୁଁ ଜାଣେ ମୋର ମୁକ୍ତିକର୍ତ୍ତା ଜୀବିତ, ପରମେଶ୍ୱରଙ୍କ ହସ୍ତ ମତେ ସ୍ପର୍ଶ କରିଅଛି। ଏଇ 4ଟା ଉତ୍ତରରୁ କୋଉଟା ଠିକ?
ସଦାପ୍ରଭୁ କହିଲେ ମୁଁ ଜାଣେ ମୋର ମୁକ୍ତିକର୍ତ୍ତା ଜୀବିତ। ଠିକ କହିଛନ୍ତି। ଆଇବ 19:25। ଆଉ ଟିକେ ଦେଖିବା। ଆଇବଙ୍କ ବନ୍ଧୁମାନେ କେତେ ଥର ତାଙ୍କୁ ତିରସ୍କାର କରିଛନ୍ତି? 10 ଥର। ତିନି ଥର, 7 ଥର, 10 ଥର, 12 ଥର। 10 ଥର। 10 ଥର ଠିକ ଉତ୍ତର। ଆଇବ 19:3। ଏହି ବାକ୍ୟ ଈଶ୍ୱର ମୋ ପ୍ରତି ଅନ୍ୟାୟ କରିଛନ୍ତି କିଏ କହିଛନ୍ତି? ସୋଫର, ଦାଉଦ, ଦାସୀମାନେ, ଆଉ ଥରେ କହିଦଉଛି। ଏହି ବାକ୍ୟ ଈଶ୍ୱର ମୋ ପ୍ରତି ଅନ୍ୟାୟ କରିଛନ୍ତି କିଏ କହିଛନ୍ତି? ସୋଫର, ଦାଉଦ, ଦାସୀମାନେ, ଆୟୁବ। ଆୟୁବ ଠିକ। ଆୟୁବ 19:6। ଅଧାର୍ମିକର ଆନନ୍ଦ କେତେ କାଳ? ଦୀର୍ଘ କାଳ, କ୍ଷଣ ମାତ୍ର, ଅର୍ଜିତ କାଳ, ଅନନ୍ତ କାଳ। କ୍ଷଣ ମାତ୍ର ଠିକ। ଆୟୁବ 20:5। କିଏ ସ୍ୱପ୍ନ ତୁଲ୍ୟ ଉଡ଼ିଯାଏ? କିଏ ସ୍ୱପ୍ନ ତୁଲ୍ୟ ଉଡ଼ିଯାଏ? ସ୍ତ୍ରୀ, ଦାସମାନେ, ଦୁଷ୍ଟ, ବାଳକମାନେ। ଦୁଷ୍ଟ ଠିକ ଅଛି। ଆୟୁବ 20:5। ଏବେ ସଂକ୍ଷେପରେ କୁହନ୍ତୁ ବା ଗୋଟେ ୱାର୍ଡ କି 2-3ଟା ୱାର୍ଡରେ କହିବେ। କିଏ ଅନ୍ଧାରରୁ ନିଗୁଡ ବିଷୟ ପ୍ରକାଶ କରନ୍ତି? ପରମେଶ୍ୱର ସଦାପ୍ରଭୁ। ଆୟୁବ 12:22। କେଉଁମାନଙ୍କର ତମ୍ବୁ ଭାଗ୍ୟବାନ ହୁଏ? ହଁ, ଦୁଷ୍ଟ ମାନଙ୍କର ଠିକ, କିନ୍ତୁ ଲେଖା ହେଇଛି ଡକାୟତ ମାନଙ୍କର। ଆଜି ଏବେ ଆମେ ଡକାୟତ ମାନଙ୍କ ବିଷୟରେ ଶୁଣୁଥିଲୁ। କାନ୍ଥ ହଉଛି ପୁଣି କାନ୍ଥ ଚାଲି ଯାଉଛି। ତ କେଉଁମାନଙ୍କର ତମ୍ବୁ ଭାଗ୍ୟବାନ ହୁଏ? ଡକାୟତ ମାନଙ୍କର। ଆୟୁବ 12:6। ଇଏ ଈଶ୍ୱରଙ୍କୁ କହେ ମୁଁ ତୁମ୍ଭ ଦୃଷ୍ଟିରେ ସୂଚି ଓ ମୋହର ବାକ୍ୟ ଶୁଦ୍ଧ। ଠିକ ଅଛି। ଠିକ ଆୟୁବ କହିଛନ୍ତି। ଆୟୁବ 11:4। ଆୟୁବ ତାଙ୍କ ବନ୍ଧୁ ମାନଙ୍କ ବଚନମାଳା ସବୁ କାହା ସହିତ ତୁଳନା କରିଛନ୍ତି? ଆୟୁବ ତାଙ୍କ ବନ୍ଧୁ ମାନଙ୍କର ବଚନମାଳା ସବୁ କାହା ସହିତ ତୁଳନା କରିଛନ୍ତି? ଉତ୍ତର ହେଲା ଭସ୍ମ ରୂପ ପ୍ରବାଦ। ଭସ୍ମ ରୂପ ପ୍ରବାଦ। ଆୟୁବ 13:12। ବୃକ୍ଷ କଟାଗଲେ ତାହା କଣ ହେବ? ପୁନର୍ବାର ଶାଖା ବିଶିଷ୍ଟ ହେବ। ହଁ, କରେକ୍ଟ। ପୁନର୍ବାର ପଲ୍ଲବିତ ହେବ ଏବଂ ତାର କୋମଳ ଶାଖାର ଅଭାବ ହେବ ନାହିଁ। ଆୟୁବ 14:7। ଈଶ୍ୱର ଆୟୁବଙ୍କୁ ଦୃଢ କରି ଧରିଥିବାରୁ ତାଙ୍କ ପାଇଁ ତାହା କଣ ହୋଇଛି? ଈଶ୍ୱର ଆୟୁବଙ୍କୁ ଦୃଢ କରି ଧରିଥିବାରୁ ତାଙ୍କ ପାଇଁ ତାହା କଣ ହୋଇଛି? ଉତ୍ତର ହଉଛି ପ୍ରତିକୂଳରେ ସାକ୍ଷୀ ହୋଇଅଛି। ଆୟୁବ 16:8। ଆପଣଙ୍କର ମୋ ଜୀବନରେ ସେମିତି କେବେ ହେଇଛି? ଯେତେବେଳେ ଈଶ୍ୱର ଆମମାନଙ୍କୁ ଦୃଢ କରି ଧରି ଦିଅନ୍ତି, ବାନ୍ଧି ଦିଅନ୍ତି, କିଛି ସମସ୍ୟା, କିଛି ପରୀକ୍ଷା, କିଛି ଆହ୍ୱାନ, ତାହାକି ଆମ ଜୀବନରେ ସାକ୍ଷ୍ୟ ହୁଏ କି? ଆମ ଜୀବନରେ ହେଇଛି। ଓକେ, ଆୟୁବଙ୍କ ଜୀବନରେ ବି ହେଇଛି, ଆମ ମାନଙ୍କ ଜୀବନରେ ମଧ୍ୟ ହେଇଛି, ଆମେ କହିପାରୁନାହିଁ।
ମନୁଷ୍ୟର ଜୀବନକୁ ଆଇବ କାହା ସହିତ ତୁଳନା କରିଛନ୍ତି? ମନୁଷ୍ୟର ଜୀବନକୁ ଆଇବ କାହା ସହିତ ତୁଳନା କରିଛନ୍ତି? ବେତନ ଜୀବୀରେ ଛାୟା ହଁ, ଛାୟା ବି ଅଛି। ପୁଷ୍ପ ଓ ଛାୟା। ହଁ, ଠିକ। ପ୍ରସ୍ଫୁଟିତ ଫୁଲ ଯାହା କଟାଯାଏ ଏବଂ ଛାୟା ତୁଲ୍ୟ ବହିଯାଏ। ଠିକ କହିଛନ୍ତି ଭାଇ ଭଉଣୀ ମାନେ। ଆୟୁବ 14:2। ତେଣୁକରି ମୋର ଜୀବନ ଛାୟା ତୁଲ୍ୟ ଏବେ ଅଛି, ଆଉ ତାପରେ ନାହିଁ। କେତେ କ୍ଷଣ କାଳ। ଆୟୁବ କଣ ବାଞ୍ଛା କରୁଥିଲେ? ଆୟୁବ କଣ ବାଞ୍ଛା କରୁଥିଲେ? ମୋ ମାଂସଟି ନାହିଁ, ମୋର ସୃଷ୍ଟିକର୍ତ୍ତାଙ୍କୁ ଦର୍ଶନ କରେ। ସେଟା ଠିକ ଅଛି, କିନ୍ତୁ ଆମେ ଯୋଉ ଅଂଶରେ ଅଛୁ ସେଟା ଲେଖା ଯାଉଛି ପାତାଳରେ ଲୁଚି ରହିବା ଅର୍ଥାତ୍ ମୃତ୍ୟୁରେ ବିଶ୍ରାମ କରିବାକୁ। ଆୟୁବ 14:13। ସେ ମୃତ୍ୟୁରେ ବିଶ୍ରାମ, ଏତେ ପରୀକ୍ଷା ଆସିଲା, ଏତେ ଦୁଃଖ କଷ୍ଟ କ୍ଲେଶ ଆସିଲା, ସେ ଚାହିଁଲେ ମୁଁ ମରିଛି, ମୃତ୍ୟୁରେ ବିଶ୍ରାମ କରିବି, ଏ ସବୁକୁ ତ୍ୟାଗ। ଆଚ୍ଛା, ଅତି ଦୁଃଖ କରି ଆଇବ ଆପଣା ନିଶ୍ୱାସ ପ୍ରଶ୍ୱାସକୁ କିପରି ବର୍ଣ୍ଣନା କରନ୍ତି? ଅତି ଦୁଃଖ କରି ଆଇବ ଆପଣା ନିଶ୍ୱାସ ପ୍ରଶ୍ୱାସକୁ କିପରି ବର୍ଣ୍ଣନା କରନ୍ତି? ପ୍ରଶ୍ନଟା ହାର୍ଡ ଲାଗୁଛି, କିନ୍ତୁ ବହୁତ ଇଜି। ଶୁଣିଲେ ଆପଣଙ୍କୁ ହସ ଲାଗିବ। ଉତ୍ତର ହଉଛି ମୋର ନିଶ୍ୱାସ ମୋ ଭାର୍ଯ୍ୟା ଘୃଣା କରେ। ମୋର ନିଶ୍ୱାସ ମୋ ଭାର୍ଯ୍ୟା ଘୃଣା କରେ। ଆଇବ 19:17। ଆଇବ ଆପଣା ସମସ୍ତ ବନ୍ଧୁ ମାନଙ୍କୁ କି ପ୍ରକାର ବର୍ଣ୍ଣନା କରନ୍ତି? ଆୟୁବ ଆପଣା ସମସ୍ତ ବନ୍ଧୁ ମାନଙ୍କୁ କି ପ୍ରକାର ବର୍ଣ୍ଣନା କରନ୍ତି? ତାଙ୍କ ବନ୍ଧୁ ମାନଙ୍କ ବିଷୟରେ ଆୟୁବଙ୍କର ମନ୍ତବ୍ୟ କଣ? ଦୁଃଖଦାୟକ ସାନ୍ତ୍ୱନାକାରୀ। ଦୁଃଖଦାୟକ ସାନ୍ତ୍ୱନାକାରୀ। ଆୟୁବ 16:2। ଏବେ ଏକଦମ ଇଜି, ବହୁତ ସରଳ। ସତ୍ୟ କି ଅସତ୍ୟ ଆପଣ କହିବେ। ମନୁଷ୍ୟ ଅନୁସନ୍ଧାନ କରି ପରମେଶ୍ୱରଙ୍କୁ ପାଇପାରେ। ଠିକ। କଣ ସତ୍ୟ ନା ଅସତ୍ୟ? ଅସତ୍ୟ। ଠିକ। ଆଇବ 11:7। ଈଶ୍ୱର ଆଲୋଚନା ନ କରି ଅଧର୍ମ ଦେଖନ୍ତି। ସତ୍ୟ। ସତ୍ୟ। ଆଇବ 11:11। ଦୁଷ୍ଟ ମାନଙ୍କର ଚକ୍ଷୁ ତେଜମୟ ହେବ। ଅସତ୍ୟ। କରେକ୍ଟ। ଅସତ୍ୟ ହଉଛି ଠିକ। ଆୟୁବ 11:20। ଦୁଷ୍ଟ ମାନଙ୍କର ଚକ୍ଷୁ କ୍ଷୀଣ ହବ। ଈଶ୍ୱର ଯାଜକ ମାନଙ୍କୁ ଲୁଟିତ କରି ନେଇଯାଆନ୍ତି। ଅସତ୍ୟ। ନାଇଁ, ଭୁଲ ହେଲା ସେଟା। ସତ୍ୟ। ଈଶ୍ୱର ଯାଜକ ମାନଙ୍କୁ ଲୁଟିତ କରି ନେଇଯାଆନ୍ତି। ସତ୍ୟ। ଆୟୁବ 12:19। ଆଚ୍ଛା, ପୃଥିବୀର ପ୍ରଧାନ ବର୍ଗର ଲୋକମାନଙ୍କର ବିଚାରକୁ ଈଶ୍ୱର ସମୃଦ୍ଧ କରନ୍ତି। ପୃଥିବୀର ପ୍ରଧାନ ବର୍ଗର ଲୋକମାନଙ୍କର ବିଚାରକୁ ଈଶ୍ୱର ସମୃଦ୍ଧ କରନ୍ତି। ପୃଥିବୀର ଲୋକମାନେ ପ୍ରଧାନ ବର୍ଗର ହୃଦୟକୁ ହରଣ କରନ୍ତି। ତାର ଉତ୍ତର ହଉଛି ଅସତ୍ୟ। ଅସତ୍ୟ।
ପୃଥିବୀର ପ୍ରଧାନ ବର୍ଗର ଲୋକମାନଙ୍କର ବିଚାରକୁ ଈଶ୍ୱର ସମୃଦ୍ଧି କରନ୍ତି ନାହିଁ। ହରଣ କର। ଈଶ୍ୱର ସେଥିରେ ସପୋର୍ଟ କରନ୍ତି ନାହିଁ। ପୃଥିବୀର କଣ ମାନଙ୍କର ବିଚାରକୁ ଆମେ ଦେଖୁଛୁ ନିକଟରେ ଯୁବା ମାନଙ୍କୁ କି ପ୍ରକାର ଭାବରେ ବିଚାରପତି ମାନେ କଲେ, ସେମାନେ ଧାରଣା ଦେଲେ, ପାଟି ତୁଣ୍ଡ କଲେ। ତେଣୁକରି ଈଶ୍ୱର ସେମାନଙ୍କ ସହିତ ନାହାନ୍ତି। ଈଶ୍ୱର ପ୍ରଧାନ ବର୍ଗର ଲୋକମାନଙ୍କର ବିଚାରକୁ ସମୃଦ୍ଧ କରନ୍ତି ନାହିଁ, ଦୁର୍ବଳ କରନ୍ତି। ଓକେ, ନିମ୍ନରେ ଥିବା ବାକ୍ୟାଂଶ ଗୁଡ଼ିକୁ କିଏ କାହାକୁ କହିଥିଲେ? ଆଉ ଥରେ, ନିମ୍ନରେ ଥିବା ବାକ୍ୟାଂଶ ଗୁଡ଼ିକ କିଏ କାହାକୁ କହିଥିଲେ? ପ୍ରଥମଟା, ଆହା ଯେବେ ପରମେଶ୍ୱର କଥା କହନ୍ତେ ଓ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ। କରେକ୍ଟ। ନାମାଥିଓ ସୋଫର କହିଛନ୍ତି ଆଇବଙ୍କୁ। ଆଇବ 11:5। ଆପଣ କହିବେ କିଏ କାହାକୁ କହିଥିଲେ, କାହାକୁ ବି କିଏ କହିଥିଲେ ସେଇଟା କହିବେ। ଦୁଷ୍ଟ କଣ ଖାଇଲେ ତାହା ଉଦ୍ଗାର କରିବ? ଦୁଷ୍ଟ କଣ ଖାଇଲେ ତାହା ଉଦ୍ଗାର କରିବ? କିଏ କହିଛନ୍ତି? ଆଇବ କହିଛନ୍ତି ଦୁଷ୍ଟ ଧନ ଉଦ୍ଗାର କଲେ, ଧନ ଖାଇଲେ ଉଦ୍ଗାର କରିବ। ଏଟା ଆଇବ କହିଛନ୍ତି ତାଙ୍କର ସାଙ୍ଗମାନଙ୍କୁ। ଦୁଷ୍ଟର ସନ୍ତାନ ଗଣ ଦରିଦ୍ର ମାନଙ୍କୁ କ୍ଷମା ମାଗିବେ ଏବଂ ତାର ହସ୍ତ ଦରିଦ୍ରର ସମ୍ପତ୍ତି ଫେରାଇ ଦବ। କିଏ କହିଛନ୍ତି? କାହାକୁ କହିଛନ୍ତି? ଆଉ ଥରେ ପଢି ଦଉଛି। ଦୁଷ୍ଟର ସନ୍ତାନ ଗଣ ଦରିଦ୍ର ମାନଙ୍କୁ କ୍ଷମା ମାଗିବେ ଏବଂ ତାର ହସ୍ତ ଦରିଦ୍ରର ସମ୍ପତ୍ତି ଫେରାଇ ଦବ। କହିଥିଲେ। ହଁ, ଠିକ କହିଛନ୍ତି ଭଉଣୀ। ନାମାଥିଓ ସଫର ଆଇବଙ୍କୁ କହିଥିଲେ। ଆଇବ 20:10। ଆମେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭ ଦୃଷ୍ଟିରେ ମୂର୍ଖ ହୋଇଅଛୁ? କିଏ କାହାକୁ କହିଥିଲେ? ବିଲଦଦ ଆଇବଙ୍କୁ କହିଥିଲେ। ଠିକ ଅଛି। ବିଲଦଦ ତାଙ୍କର ଜଣେ ବନ୍ଧୁ ଆଇବଙ୍କୁ କହିଥିଲେ। ଆଇବ 18:13। ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମେ ଜାଣୁଅଛ? ଆମ୍ଭମାନଙ୍କର ଅବୁଝା କେଉଁ କଥା ତୁମେ ବୁଝୁଅଛ? କିଏ କାହାକୁ? ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମେ ଜାଣୁଅଛ? ଆମ୍ଭମାନଙ୍କର ଅବୁଝା କେଉଁ କଥା ତୁମେ ବୁଝୁଅଛ? ଇଲିଫସ୍ ଆଇବଙ୍କୁ କହିଥିଲେ। ଇଲିଫସ୍ ତାଙ୍କର ଜଣେ ବନ୍ଧୁ। ଇଲିଫସ୍ ଆଇବଙ୍କୁ କହିଥିଲେ। ଆଇବ 15:9। ଦୁଷ୍ଟ ଜହି ପାଇଁ ପରିଶ୍ରମ କଲା, ତାହା ଫେରାଇ ହେବ। ଦୁଷ୍ଟ ଜହି ପାଇଁ ପରିଶ୍ରମ କଲା, ତାହା ଫେରାଇ ହେବ। କିଏ କାହାକୁ କହିଥିଲେ? ଜୋରେ କୁହନ୍ତୁ, ଆସିଲାନି ମାଇକରେ। ଇଲିଫସ୍ ଆଇବଙ୍କୁ କହିଥିଲେ। ନା, ଉତ୍ତର ହଉଛି ସୋଫର ଆଇବଙ୍କୁ କହିଥିଲେ। ଆଇବ 20:18। ହେଲା। ଏବେ ଆସିଲା ସଂକ୍ଷିପ୍ତରେ କୁହ। ଏଟା ହବ ଗୋଟିଏ ଶବ୍ଦରେ କହିବେ ଆପଣ। ସଂକ୍ଷିପ୍ତରେ କୁହ। କାହାର ଦୀପ୍ତି ନିଭା ଯିବ? ଦୁଷ୍ଟର ଦୀପ୍ତି। ଆଉ ଥରେ ଶୁଣନ୍ତୁ, ତାପରେ ଉତ୍ତର ଦେବେ। କାହାର ଦୀପ୍ତି ନିଭା ଯିବ?
ଦୁଷ୍ଟର ବ୍ୟକ୍ତି ଲିଭ। यस करेक्ट दुष्टर आइब 18:5 देखंतु भाई मु जदि छल करिवि ईश्वर मो दीप्ति लिभेइबा माने मु नरक जीवी चिंता करिबा आमे को स्तर रे अछु दुष्टर तंबुर आलोक कोन हेबो ଅନ୍ଧାର ହେବ। करेक्ट आइब 18:6 किए किए निज मंत्रणारे तळे पड़े किए निज मंत्रणारे तळे पड़े ଦୁଷ୍ଟ ଦୁଷ୍ଟ यस करेक्ट दुष्ट आइब 18:7 केउ माने ईश्वर को कहती आंभ मानक ठारू दूर हुओ केउ माने ईश्वर को कहती आंभ मानक ठारू दूर हुओ दुष्ट माने करेक्ट करेक्ट आइब 21:14 किए अपना जिह्वा तले अनिष्ट लुचाई रखे ଦୁଷ୍ଟ करेक्ट आइब 20:12 इटा थिला कोन सब दुष्ट मानकर कथा दुष्ट माने कोन कले कोन होची ताकर दीप्ति निभा जीव ताकर तंबूर ताको तंबू अंधार रे रहिबो आउ कोन तांकर निज मंत्रणारे से माने झुंटी पड़ती तळे निजर बुद्धि रे से माने तळे आउ कोन से माने ईश्वर को कहती आंब ठारू दूर हो तापरे सेमानंको जिह्वा तळे अनिष्ट थाए बाप रे एटा हबु सब दुष्ट मानक एबे आसीबा धार्मिक मानक पाकु जिबानी निश्चय जिबा हाँ किंबा ना रे उत्तर दियो ठीक अछि स्त्री जात मनुष्य की धार्मिक होई पारे और सूची होई पारे हाँ कि ना कोन ना उत्तर होची नाही स्त्री जात मनुष्य की धार्मिक होई पारे और सूची होई पारे नाही आइब 14:1 एटा होची हाँ कि ना एटा होची लास्ट प्रश्न या परे सरला सूची हस्त लोक आहुरी आहुरी बलवान हेबो हाँ हाँ कि नहीं हाँ हाँ ठीक हाँ होची करेक्ट आयुब 17:9 आईबंकर प्रार्थना अपवित्र हाँ ना ନା ନା ना ठीक तांको प्रार्थना निर्मल आइब 16:17 आइब 16:17 रे लेखा जाउची आइबंको प्रार्थना निर्मल निर्मल माने कौन शुद्ध परिष्कार अन्न माने बुझी पारिबे मोर प्रार्थना एबे केमिति होची निर्मल ना अशुद्ध होची केमिति मु प्रार्थना करूची मो दुख रे जदि ईश्वर को मु दोष दउची ताहले मो प्रार्थना निर्मल हेबो आईबंक व्यतीत अन्य केही ज्ञानवान नुहंती ना नहीं आईबंक व्यतीत अन्य केही ज्ञानवान नुहंती ନା करेक्ट जी हाँ कहले सेटा ठीक आईब 17 आउ 10 शेष प्रश्न मन दे शुणंतु परमेश्वर अपना पवित्र गण ठारे विश्वास करंती ना नहीं आउ थरे पढ़ी दउची परमेश्वर अपना पवित्र गण ठारे विश्वास करंती उत्तर हैला नाही आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे विश्वास करंती ना नहीं आइब 15 र 5 ईश्वर अपना पवित्र गण ठारे वि
ଆପଣ ପବିତ୍ର ପବିତ୍ର ଗଣର ବିଶ୍ୱାସ କରନ୍ତି ନାହିଁ। ବିଶ୍ୱାସକୁ ମାନେ ପ୍ରାର୍ଥନା ପବିତ୍ର ଗଣ ଠାରେ ବିଶ୍ୱାସ କରନ୍ତି ନାହିଁ ପରା। କେଡେ ବଡ କଥା କହିଲେ। ସଦାପ୍ରଭୁ ମତେ ବିଶ୍ୱାସ କରନ୍ତି। ଯଦି ମୁଁ ଖ୍ରୀଷ୍ଟଙ୍କ ଠାରେ ପବିତ୍ରୀକୃତ ହେଇଛି, ସଦାପ୍ରଭୁ ମତେ ଭରସା କରିବେ କି? ଭାଇଙ୍କର ଜାଗାରେ ଲେଖା ଯାଉଛି ନା, ଈଶ୍ୱର ପବିତ୍ର ଗଣ ଠାରେ ବିଶ୍ୱାସ କରନ୍ତି ନାହିଁ। ଈଶ୍ୱର ସେ ଯାହା ଇଚ୍ଛା ତାହା କରିବେ, କେହି ତାଙ୍କୁ କିଛି କହିପାରିବେ ନାହିଁ। ତେଣୁକରି ଈଶ୍ୱର ପବିତ୍ର ଗଣ ଠାରେ ବିଶ୍ୱାସ କରନ୍ତି ନାହିଁ। ଈଶ୍ୱର ସବୁ କଥା ଜାଣନ୍ତି, ସେ ମୋ ହୃଦୟର କଥା ଜାଣନ୍ତି। କାରଣ ମୁଁ କେତେବେଳେ ପବିତ୍ର ରହୁଛି, ମୁଁ କେତେବେଳେ ଛଳନା କରୁଛି, କେତେବେଳେ ମୁଁ କାହା ବିରୁଦ୍ଧରେ କହୁଛି, ସବୁ ଈଶ୍ୱର ଦେଖୁଛନ୍ତି। ମନେ ମନେ ମୁଁ ଭାବୁଛି ଯୀଶୁ ଆସିଲା ବେଳକୁ ସେ ତୁରୀ ବାଦ୍ୟ ମୁଁ ଶୁଣିବି ତ? ଶୁଣିବି କି ନାହିଁ? ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। এই ପ୍ରଶ୍ନ ଦ୍ୱାରା ଯେପରି ଆମମାନଙ୍କର ଆତ୍ମିକ ଉନ୍ନତି ହୁଏ ଏବଂ ଆମେ ବଳବାନ ହଉ। ଉପର ଟୁ